आपण माने ଯଜ୍ଞଙ୍କ କାହାଣୀ ତ ନିଶ୍ଚୟ ଶୁଣିଥିବେ। ସେଇ ଯୋଉ ବାଙ୍ଗରା ଲୋକଟା ଯୀଶୁଙ୍କୁ ଦେଖିବା ପାଇଁ ଗଛ ଉପରକୁ ଚଢ଼ି ଯାଇଥିଲେ। କିନ୍ତୁ କ'ଣ ହେବ ଯଦି ଏହି ସାଧାରଣ ଦିଶୁଥିବା କାହାଣୀ ଭିତରେ ଗୋଟେ ବଡ଼ ରହସ୍ୟ ଲୁଚି ରହିଛି? ଆଜି ଆମେ ସେହି କାହାଣୀ ଭିତରକୁ ଯିବା, ଯେଉଁଠି ଜଣେ ପାପୀର ପରିବର୍ତ୍ତନ ଏବଂ ଜଣେ ନିନ୍ଦିତ ସାଧୁଙ୍କର ସମ୍ଭାବନା ଦୁଇଟିଯାକ ଲୁଚି ରହିଛି। ଆଜିର ଆଲୋଚନାରେ ଆମେ ଏକାଠି ଏହି ଯାତ୍ରା କରିବା। ପ୍ରଥମେ ଆମେ ଜାଣିବା କାହିଁକି ସେ ସମୟରେ ଟ୍ୟାକ୍ସ କଲେକ୍ଟର ହେବା ସବୁଠୁ ଘୃଣିତ କାମ ଥିଲା। ତାପରେ ଆସିବ ସେହି ପ୍ରସିଦ୍ଧ ସାକ୍ଷାତର କଥା। ଏହାପରେ ଆମେ ପାରମ୍ପରିକ କାହାଣୀ ମାନେ ପାପୀର ପରିବର୍ତ୍ତନ କଥା ଦେଖିବା, ଆଉ ତାପରେ ଏକ ଚମକାଇ ଦେବା ଭଳି ନୂଆ ବ୍ୟାଖ୍ୟା ଉପରେ ବିଚାର କରିବା। ଶେଷରେ ଆମେ ଦେଖିବା ଏହି ଲେବେଲ ପଛର ପ୍ରକୃତ ସତ କ'ଣ। ଠିକ୍ ଅଛି, ଚାଲନ୍ତୁ ଆରମ୍ଭ କରିବା। ଜାକିୟଙ୍କୁ ବୁଝିବାକୁ ହେଲେ ଆମକୁ ପ୍ରଥମେ ସେହି ସମୟକୁ ଫେରିବାକୁ ପଡ଼ିବ। କଳ୍ପନା କରନ୍ତୁ ପ୍ରଥମ ଶତାବ୍ଦୀର ଜିହୁଦା, ଯାହା ରୋମାନ ଶାସନ ଅଧୀନରେ ଥିଲା। ସେତେବେଳେ କିଛି କାମ ଏମିତି ଥିଲା ଯାହାକୁ ଲୋକେ ଖାଲି ନାପସନ୍ଦ କରୁନଥିଲେ, ବରଂ ପ୍ରବଳ ଘୃଣା କରୁଥିଲେ। ସେମାନଙ୍କୁ ଲୋକେ କେତେ ଘୃଣା କରୁଥିଲେ ଏହାର ଗୋଟେ ଝଲକ ଦେଖନ୍ତୁ ତାଲମୁଦ୍ରେ। ଜିହୁଦୀ ଆଇନର ଏହି ପ୍ରମୁଖ ଗ୍ରନ୍ଥରେ କର ଆଦାୟକାରୀଙ୍କୁ କାହା ସହ ତୁଳନା କରାଯାଇଛି ଜାଣିଛନ୍ତି? ସିଧା ହତ୍ୟାକାରୀ ଆଉ ଡକାୟତଙ୍କ ସହିତ। ଏହା କେବଳ ଗୋଟେ ଚାକିରି ନଥିଲା, ଏହା ଏକ ସାମାଜିକ କଳଙ୍କ ଥିଲା। ତ ଏହି ସିଷ୍ଟମଟା କେମିତି କାମ କରୁଥିଲା ଦେଖନ୍ତୁ। ରୋମ ସରକାର ସିଧା ଟ୍ୟାକ୍ସ ଆଦାୟ କରୁନଥିଲେ। ସେମାନେ ଏହି ଅଧିକାରକୁ ନିଲାମ କରୁଥିଲେ, ଆଉ ଧନୀ ଲୋକମାନେ, ଯେଉଁମାନଙ୍କୁ ପବ୍ଲିକାନି କୁହାଯାଉଥିଲା, ସେମାନେ ଏହାକୁ କିଣୁଥିଲେ, ଆଉ ସେମାନେ ପୁଣି ସ୍ଥାନୀୟ ଲୋକଙ୍କୁ ଏହି କାମରେ ଲଗାଉଥିଲେ। ଆଚ୍ଛା, ତେବେ ଏତେ ରାଗର କାରଣ କ'ଣ ଥିଲା? କାରଣ ଗୋଟିଏ ନୁହେଁ, ଅନେକ ଥିଲା। ପ୍ରଥମ କଥା ହେଲା, ସେମାନେ ବିଦେଶୀ ଶାସକ ମାନେ ରୋମ ପାଇଁ କାମ କରୁଥିଲେ, ଯାହାକୁ ଦେଶଦ୍ରୋହ ବୋଲି ଧରାଯାଉଥିଲା। ଦ୍ୱିତୀୟରେ, ଜବରଦସ୍ତିରେ ଅଧିକ ଟଙ୍କା ଆଦାୟ କରିବା ଆଉ ଠକାମି ଏକ ସାଧାରଣ କଥା ଥିଲା। ସେମାନଙ୍କୁ ନିଜ ଲୋକଙ୍କ ସହ ବିଶ୍ୱାସଘାତକତା କରୁଥିବା ବ୍ୟକ୍ତି ଭାବେ ଦେଖାଯାଉଥିଲା। ବର୍ତ୍ତମାନ ଏହି ପୃଷ୍ଠଭୂମିରେ ଆସନ୍ତୁ ଆମ କାହାଣୀର ମୁଖ୍ୟ ଚରିତ୍ର ଯକ୍ଷଙ୍କ ପାଖକୁ। ଜଣେ ଏମିତି ବ୍ୟକ୍ତି ଯିଏ ଏହି ଘୃଣିତ ପେସାର ଶୀର୍ଷରେ ଥିଲେ, ଆଉ ତାଙ୍କ କାହାଣୀ ଆରମ୍ଭ ହୁଏ ଏକ ଅସାଧାରଣ ସାକ୍ଷାତରୁ। ଜେରିହୋ ସହର, ସେଠି ରହୁଥିଲେ ଯକ୍ୟ, ଜଣେ ମୁଖ୍ୟ ଟ୍ୟାକ୍ସ କଲେକ୍ଟର। ପଇସା ବହୁତ ଥିଲା, କିନ୍ତୁ ଉଚ୍ଚତାରେ ଟିକେ କମ୍ ଥିଲେ। ଯେତେବେଳେ ସେ ଶୁଣିଲେ ଯେ ଯୀଶୁ ସେହି ସହର ଦେଇ ଯାଉଛନ୍ତି, ସେ ତାଙ୍କୁ ଦେଖିବା ପାଇଁ ମନେ ମନେ ସ୍ଥିର କରିନେଲେ। ହେଲେ ସମସ୍ୟା ହେଲା ଭିଡ଼। ତାଙ୍କ କମ୍ ଉଚ୍ଚତା ପାଇଁ ସେ କିଛି ଦେଖିପାରୁନଥିଲେ। ତେବେ ସେ କ'ଣ କଲେ? ସେ ହାର ମାନିଲେନି। ଆଗକୁ ଦୌଡ଼ିଯାଇ ଗୋଟେ ଡିମିରି ଗଛ ଉପରେ ଚଢ଼ିଗଲେ। ତାଙ୍କର ଏହି ଛୋଟ କାମଟି ତାଙ୍କର ପ୍ରବଳ ଇଚ୍ଛାକୁ ଦର୍ଶାଉଥିଲା। ଏବଂ ଠିକ୍ ଏଇଠି କାହାଣୀରେ ଆସୁଛି ଏକ ଆଶ୍ଚର୍ଯ୍ୟଜନକ ମୋଡ଼। ଯୀଶୁ ଠିକ୍ ସେହି ଗଛ ତଳେ ଆସି ଅଟକିଗଲେ, ଉପରକୁ ଚାହିଁଲେ ଆଉ ସିଧା ନାଁ ଧରି ଡାକିଲେ, ହେ ଜକିଆ, ଶୀଘ୍ର ଓହ୍ଲାଇ ଆସ, କାରଣ ଆଜି ମୋତେ ତୁମ ଘରେ ରହିବାକୁ ହେବ। କଳ୍ପନା କରନ୍ତୁ, ସହରର ସବୁଠାରୁ ଘୃଣିତ ବ୍ୟକ୍ତିର ଘରକୁ ଯୀଶୁ ନିଜେ ଯିବା ପାଇଁ କହୁଛନ୍ତି। ଏହି ନିମନ୍ତ୍ରଣ ପରେ ଯାହା ଘଟିଲା ତାକୁ ହିଁ ଆମେ ସାଧାରଣତଃ ଯକ୍ଷଙ୍କ ପରିବର୍ତ୍ତନର କାହାଣୀ ବୋଲି ଜାଣିଛେ। ଚାଲନ୍ତୁ ପ୍ରଥମେ ସେହି ପାରମ୍ପରିକ ବ୍ୟାଖ୍ୟାଟିକୁ ଦେଖିବା। ଯେମିତି ଏ କଥା ଘଟିଲା, ଲୋକଙ୍କ ଭିତରେ ଗୁଞ୍ଜରଣ ଆରମ୍ଭ ହୋଇଗଲା। ସେମାନେ କହିଲେ, ଦେଖ, ସେ ଜଣେ ପାପୀ ଘରକୁ ଅତିଥି ହେବାକୁ ଯାଉଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଲୋକେ ଯକ୍ଷଙ୍କୁ କେତେ ଖରାପ ଭାବୁଥିଲେ। ଏହି ସମାଲୋଚନା ଶୁଣି ଯକ୍ୟ ଠିଆ ହେଲେ ଏବଂ ଏକ ଘୋଷଣା କଲେ ଯାହା ସମସ୍ତଙ୍କୁ ଚକିତ କରିଦେଲା। ସେ କହିଲେ ସେ ତାଙ୍କ ସମ୍ପତ୍ତିର ଅଧା ଗରିବଙ୍କୁ ଦେବେ, ଆଉ ଯଦି ସେ କାହାକୁ ଠକିଛନ୍ତି ତେବେ ତାକୁ 4 ଗୁଣା ଫେରାଇ ଦେବେ। ଆଉ ଯକ୍ଷଙ୍କର ଏହି ପ୍ରତିଶ୍ରୁତିର ଜବାବରେ ଯୀଶୁ କହିଲେ, ଆଜି ଏହି ଘରକୁ ପରିତ୍ରାଣ ଆସିଛି। ଏଇଠି ସାଧାରଣତଃ କାହାଣୀ ଶେଷ ହୁଏ, ଜଣେ ପାପୀର ମହାନ ପରିବର୍ତ୍ତନ। ହେଲେ କଥାଟା କ'ଣ ସତରେ ଏତିକି? ଏହା କ'ଣ ଅନୁତାପରେ ଏକ ସିଧାସଳଖ ମାମଲା, ନା ଏହାର ଆଉ କିଛି ଅର୍ଥ ବି ହୋଇପାରେ? କ'ଣ ହେବ ଯଦି ଆମେ ଏତେ ଦିନ ଧରି ଏ କାହାଣୀର ଗୋଟିଏ ଭୁଲ ଅର୍ଥ ବୁଝି ଆସିଛେ? ଏବେ ଆସନ୍ତୁ କାହାଣୀର ଏକ ସମ୍ପୂର୍ଣ୍ଣ ଭିନ୍ନ ଦିଗକୁ ଦେଖିବା। ଏହି ଦୃଷ୍ଟିକୋଣଟି ମୂଳ ଗ୍ରୀକ୍ ଭାଷାର ଗୋଟିଏ ଛୋଟ ବ୍ୟାକରଣ ଉପରେ ନିର୍ଭର କରେ, କିନ୍ତୁ ଏହାର ପ୍ରଭାବ ବହୁତ ବଡ଼। ଦେଖନ୍ତୁ, ଏହି ସବୁ ବିତର୍କର କେନ୍ଦ୍ରବିନ୍ଦୁ ହେଉଛି ଗୋଟିଏ ଶବ୍ଦର କାଳ ବା ଟେନ୍ସ। ଆମେ ଯେଉଁ ଅନୁବାଦ ପଢ଼ିଛେ ସେଥିରେ ଅଛି ମୁଁ ଦେବି, ମୁଁ ଫେରାଇବି। ଏହା ଏକ ଭବିଷ୍ୟତର ପ୍ରତିଜ୍ଞା ପଡ଼ି ଶୁଭାଯାଉଛି, ନୁହେଁ କି? କିନ୍ତୁ ମୂଳ ଗ୍ରୀକ୍ ଭାଷାରେ ଯେଉଁ କ୍ରିୟାପଦ ଅଛି ଡିଡୋମି ଆଉ ଆପୋଡିଡୋମି, ସେଗୁଡ଼ିକ ପ୍ରକୃତରେ ବର୍ତ୍ତମାନ କାଳରେ ଅଛି। ତେଣୁ ଏହାର ସଠିକ୍ ଅନୁବାଦ ହେବ ମୁଁ ଦିଏ, ମୁଁ ଫେରାଏ। ଏହା ତାଙ୍କର ଭବିଷ୍ୟତର ପ୍ରତିଶ୍ରୁତି ନୁହେଁ, ବରଂ ତାଙ୍କର ବର୍ତ୍ତମାନର ଅଭ୍ୟାସ ବିଷୟରେ ଏକ ବୟାନ। ଯଦି ଏହି ଅନୁବାଦ ଠିକ୍, ତେବେ ପୂରା କାହାଣୀର ଅର୍ଥ ବଦଳି ଯାଉଛି। ଯକ୍ୟ ଅନୁତାପ କରୁନଥିଲେ, ସେ ଲୋକଙ୍କ ଆକ୍ଷେପ ବିରୁଦ୍ଧରେ ନିଜର ସଫାଇ ଦେଉଥିଲେ।
ସେ କହୁଥିଲେ, ଆପଣମାନେ ମୋତେ ପାପୀ ବୋଲି କହୁଛନ୍ତି, କିନ୍ତୁ ସତ କଥା ହେଲା ମୁଁ ମୋ ସମ୍ପତ୍ତିର ଅଧା ଗରିବଙ୍କୁ ଦିଏ, ଆଉ ଯଦି କାହାକୁ ଠକିଥାଏ ତେବେ ତାକୁ 4 ଗୁଣା ଫେରାଏ। ଆଉ ଗୋଟେ ଆଶ୍ଚର୍ଯ୍ୟକର କଥା, ତାଙ୍କ ନାଁ ଜକିଅର ଅର୍ଥ କ'ଣ ଜାଣିଛନ୍ତି? ଏହା ହିବ୍ରୁ ଶବ୍ଦ ଜକାଇଲୁ ଆସିଛି, ଯାହାର ଅର୍ଥ ହେଉଛି ଶୁଦ୍ଧ ବା ଧାର୍ମିକ। ତାଙ୍କ ନାଁ ହିଁ ତାଙ୍କ ଚରିତ୍ରର ପରିଚୟ ଦେଉଥିଲା କି? ଏହି ନୂଆ ଦୃଷ୍ଟିକୋଣରୁ ଦେଖିଲେ ଯୀଶୁଙ୍କର ଶେଷ କଥାର ମହତ୍ତ୍ୱ ଆହୁରି ବଢ଼ିଯାଏ। ସେ ଜଣେ ପାପୀକୁ କ୍ଷମା ଦେଉନଥିଲେ, ବରଂ ଜଣେ ନିନ୍ଦିତ ଲୋକର ପକ୍ଷ ନେଉଥିଲେ। ତେଣୁ ଯେତେବେଳେ ଯୀଶୁ ତାଙ୍କୁ ଅବ୍ରାହମଙ୍କ ସନ୍ତାନ ବୋଲି କହିଲେ, ସେ କେବଳ ତାଙ୍କର ବଂଶ ପରିଚୟ ଦେଉନଥିଲେ, ସେ ସମସ୍ତଙ୍କ ସାମ୍ନାରେ ଘୋଷଣା କରୁଥିଲେ ଯେ ଜକ୍ୟ ପ୍ରକୃତରେ ଜଣେ ବିଶ୍ୱାସୀ ଏବଂ ଧାର୍ମିକ ବ୍ୟକ୍ତି, ଯାହାକୁ ସମାଜ ଭୁଲ ବୁଝିଛି। ଆଉ ଏମିତି କରିବା ଯୀଶୁଙ୍କ ପାଇଁ କିଛି ନୂଆ କଥା ନଥିଲା। ତାଙ୍କର ପୂରା କାର୍ଯ୍ୟକାଳରେ ସେ ସବୁବେଳେ ସମାଜରୁ ବାସନ୍ଦ ହୋଇଥିବା ଲୋକଙ୍କ ପାଖକୁ ଯାଇଛନ୍ତି। ଭଲ ଶମିରଣୀ ହୁଅନ୍ତୁ, ଉଡ଼ାଉ ପୁତ୍ର ହୁଅନ୍ତୁ କିମ୍ବା ଆମର ଏହି ଜକିଅ। ତେବେ ଆମେ କେଉଁ ସିଦ୍ଧାନ୍ତରେ ପହଞ୍ଚିବା? ଜକିଅ କିଏ ଥିଲେ? ଜଣେ ପାପୀ ଯାହାଙ୍କର ହୃଦୟ ପରିବର୍ତ୍ତନ ହେଲା, ନା ଜଣେ ଧାର୍ମିକ ବ୍ୟକ୍ତି ଯାହାଙ୍କୁ ଶେଷରେ ନ୍ୟାୟ ମିଳିଲା? ଦେଖନ୍ତୁ, ଦୁଇଟିଯାକ ଦୃଷ୍ଟିକୋଣର ନିଜ ନିଜର ଗଭୀର ଅର୍ଥ ରହିଛି। ଗୋଟିଏ ପଟେ ଏହା ଈଶ୍ୱରଙ୍କ କୃପା ଓ ପରିବର୍ତ୍ତନର ଏକ ଶକ୍ତିଶାଳୀ କାହାଣୀ, ଆଉ ଅନ୍ୟପଟେ ଏହା ଶିଖାଏ କିପରି ଆମେ ଲୋକଙ୍କ ଉପରେ ଲାଗିଥିବା ଲେବୁଲ ପଛରେ ଥିବା ସତକୁ ଦେଖିବା ଉଚିତ। ଶେଷରେ ଗୋଟିଏ ପ୍ରଶ୍ନ ରହିଯାଉଛି, ଜକିଅଙ୍କ କାହାଣୀ ଆମକୁ କ'ଣ ଶିଖାଇବାକୁ ଚେଷ୍ଟା କରୁଛି? ପରିବର୍ତ୍ତନର ଶକ୍ତି ବିଷୟରେ, ନା ବିନା ଜାଣିଶୁଣି କାହାକୁ ବିଚାର କରିବାର ବିପଦ ବିଷୟରେ? ହୁଏତ ଏହି କାହାଣୀର ପ୍ରକୃତ ସୌନ୍ଦର୍ଯ୍ୟ ଏହି ପ୍ରଶ୍ନ ଭିତରେ ହିଁ ଲୁଚି ରହିଛି, ଯାହା ଆମ ସମସ୍ତଙ୍କୁ ଭାବିବା ପାଇଁ ବାଧ୍ୟ କରେ।